ପ୍ରଥମତଃ ମୁଁ ମୋର ଭାଇମାନଙ୍କୁ ଧନ୍ୟବାଦ ଦେଉଛି। ମୋ ଭଳି ଗୋଟେ ଯୁବକଙ୍କୁ ଆଜି ସଭାପତି ରୂପେ ଜିଲ୍ଲାର ଦାୟିତ୍ୱ ଦେଇଛନ୍ତି। ସର୍ବପ୍ରଥମେ ଆଗକୁ ସାମ୍ବାଦିକମାନଙ୍କର ପେନ୍ସନ୍ ଆଉ ସାମ୍ବାଦିକଙ୍କ ହେଲ୍ଥ ପ୍ରୋବ୍ଲେମ୍ ଯାହା ବିଗତ ଦିନରେ ସରକାର କରିନାହାନ୍ତି, ଆମେ ତାକୁ ଉଠାଇବା ପାଇଁ ଦାବି ରଖିବୁ। ସର୍ବୋପରି ଭଦ୍ରକ ଜିଲ୍ଲାର ପ୍ରତ୍ୟେକ ରିପୋର୍ଟରଙ୍କ ପାଇଁ ବିପଦ ଆପଦରେ ଗୋଟେ ଘରର ପୁଅ ଭଳି ମୁଁ ତାଙ୍କ ପାଖରେ ଛିଡ଼ା ହେବି। ଦୀର୍ଘ ଦିନ ହେଲା କୌଣସି ପଦପଦବୀର ନ ରହିକି ମୁଁ ଛିଡ଼ା ହେଉଥିଲି, ଆଜି ବି ଛିଡ଼ା ହେବି। ତେଣୁ ମୋ କହିବା ମାଧ୍ୟମରେ ମୁଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରୁଛି, ଏବେଠାରୁ ସଜାଗ ହେଇଯାଅ। ଯଦି କୌଣସି ଜାଗାରେ କୌଣସି ସାମ୍ବାଦିକ ଭାଇକି ଅପମାନିତ କରାହେଲା, ତାହେଲେ ଆମେ ଗାନ୍ଧୀଜୀଙ୍କ ନୀତି ଆଦର୍ଶରେ ରହି ତାକୁ ବିରୋଧ କରିବୁ ଏବଂ ଖୁବ୍ ଶୀଘ୍ର ମାସେ ମଧ୍ୟରେ ଭଦ୍ରକ ଜିଲ୍ଲା କାର୍ଯ୍ୟରତ ରିପୋର୍ଟରମାନଙ୍କର ଗୋଟେ ଘର ପାଇଁ ଦୀର୍ଘ 10 ବର୍ଷ ହେଲା ଆମେ ଦାବି କରିଛୁ। ସେ ଘର ଏଇ ମାସେ ଭିତରେ ଆମେ ଜିଲ୍ଲା ପ୍ରଶାସନକୁ ଆଉ ଥରେ ଦାବିପତ୍ର ଦେବୁ, ଦେଇ ସେ ଘର କେମିତି ଅଣାହେବ ସେ ବ୍ୟବସ୍ଥା କରିବୁ। ଆଉ ଯଦି ଏଥିରେ ଜିଲ୍ଲା ପ୍ରଶାସନ କୌଣସି ସହଯୋଗ ନ କଲା, ତାହେଲେ ଆମେ ଶାନ୍ତିପୂର୍ଣ୍ଣ ହିସାବରେ ଜିଲ୍ଲାପାଳଙ୍କ ଅଫିସ୍ ଗୃହରେ ପ୍ରବେଶ କରି ତାଙ୍କ ଅଫିସ୍ ଗୃହରେ ବସିବୁ। ଅଭଦ୍ରାମୀ କରିବୁ ନାହିଁ, କାରଣ ଆମର ବୟୋଜ୍ୟେଷ୍ଠ ଯେଉଁମାନେ ଥିଲେ ସଦସ୍ୟମାନେ ସେମାନେ ଆମକୁ ଶିଖାଇ ନାହାନ୍ତି। ତେଣୁ ଭଦ୍ରାମୀ ଉପାୟରେ ହାତ ଯୋଡ଼ିକି ଆମେ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରୁଛୁ, କାର୍ଯ୍ୟରତ ଭଦ୍ରକ ଜିଲ୍ଲାର ପ୍ରତ୍ୟେକ ରିପୋର୍ଟରଙ୍କ ପାଇଁ ଘର ଦିଆଯାଉ। ଧନ୍ୟବାଦ। ଆଜିର ସାମ୍ବାଦିକଙ୍କୁ ଉପଦେଶ ଏତିକି ଦେବି, ନୂଆ ନୂଆ ପିଲା ଏଇ ଲାଇନ୍କୁ ଆଇଲେଣି, ଆମେ 20-25 ବର୍ଷ ହେଲା କାମ କଲୁଣୁ। ତେଣୁ ବର୍ତ୍ତମାନ ଗୋଟେ ଟ୍ରେଣ୍ଡ ହେଇଯାଇଛି, ଯୁଆଡ଼େ ଯାଉଛନ୍ତି ନିଜ ମାନ ଇଜ୍ଜତ ଦେଖୁନାହାନ୍ତି। ତେଣୁ ପ୍ରଥମେ ନିଜ ମାନ ଇଜ୍ଜତ ଦେଖନ୍ତୁ, କାର୍ଯ୍ୟ ତ ହେବ। ଆପଣ ଯେଉଁ ଲାଇନ୍କୁ ଆଇଛନ୍ତି ସେ ଲାଇନ୍ ଗୋଟେ ଅନେକ ଲାଇନ୍। ଆପଣ ଧନ୍ୟବାଦ ନିଜକୁ ଇଏ କରିବା କଥା ଯେ ଆପଣ ଜନତାଙ୍କ ସେବା ପାଇଁ ଆସିଛନ୍ତି, ପଇସା ଇନକମ୍ କରିବା ପାଇଁ ଆସିନାହାନ୍ତି। ତେଣୁ ନିଜ ମାନ ସମ୍ମାନ ରଖ, ଅନ୍ୟଙ୍କୁ ସାହାଯ୍ୟ କର। ସାହାଯ୍ୟ କଲେ ହିଁ ଆମ ସଂଗଠନ ବଢ଼ିବ, ଆମ ସାମ୍ବାଦିକମାନଙ୍କର ମାନ ସମ୍ମାନ ବଢ଼ିବ।